ସାଙ୍ଗମାନେ ଦୟାକରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଚାଲନ୍ତୁ ଦେଖିବା ଆଜିର ପ୍ରଥମ ପ୍ରଶ୍ନ। ମହିଳାମାନଙ୍କ ଯୋନିକୁ କିପରି ଚାଟିଲେ ସେମାନେ ସମ୍ଭୋଗ କରିବା ପାଇଁ ପାଗଳ ହୋଇଯାଆନ୍ତି? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। ମହିଳାମାନଙ୍କ ଯୋନିକୁ କିପରି ଚାଟିଲେ ସେମାନେ ସମ୍ଭୋଗ କରିବା ପାଇଁ ପାଗଳ ହୋଇଯାଆନ୍ତି? ସାଙ୍ଗମାନେ ଏହାର ସଠିକ୍ ଉତ୍ତର ଛେପ ଲଗାଇ ଚାଟିଲେ। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କେଉଁ ବୟସର ମହିଳାମାନେ ପୁଅମାନଙ୍କ କଦଳୀ ଚୁଷିବା ପାଇଁ ଆଗ୍ରହ କରନ୍ତି? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। କେଉଁ ବୟସର ମହିଳାମାନେ ପୁଅମାନଙ୍କ କଦଳୀ ଚୁଷିବାକୁ ଆଗ୍ରହ କରନ୍ତି? ସାଙ୍ଗମାନେ ଏହାର ସଠିକ୍ ଉତ୍ତର 40 ବର୍ଷର ମହିଳାମାନେ। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କୁଆଁରୀ ଝିଅମାନେ ମୁତିବା ବେଳେ ତାଙ୍କ ଯୋନିରୁ କେଉଁ ପ୍ରକାର ଶବ୍ଦ ଆସିଥାଏ? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। କୁଆଁରୀ ଝିଅମାନେ ମୁତିବା ବେଳେ ତାଙ୍କ ଯୋନିରୁ କେଉଁ ପ୍ରକାର ଶବ୍ଦ ଆସିଥାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତର କୁଆଁରୀ ଝିଅମାନେ ମୁତିବା ବେଳେ ତାଙ୍କ ଯୋନିରୁ ହୁଇସିଲର ଶବ୍ଦ ଆସିଥାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କେଉଁ ରାଜ୍ୟରେ ଝିଅମାନେ ଛୋଟ ଛୋଟ କପଡ଼ା ପିନ୍ଧି ସମୁଦ୍ର କୂଳେ ବୁଲନ୍ତି? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। କେଉଁ ରାଜ୍ୟରେ ଝିଅମାନେ ଛୋଟ ଛୋଟ କପଡ଼ା ପିନ୍ଧି ସମୁଦ୍ର କୂଳେ ବୁଲନ୍ତି? ସାଙ୍ଗମାନେ ଏହାର ସଠିକ୍ ଉତ୍ତର ଗୋଆ ରାଜ୍ୟରେ ଝିଅମାନେ ଛୋଟ ଛୋଟ କପଡ଼ା ପିନ୍ଧି ସମୁଦ୍ର କୂଳେ ବୁଲନ୍ତି। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କେଉଁ ବୟସର ମହିଳାମାନେ ସମ୍ଭୋଗ କରିବା ପାଇଁ ପାଗଳ ହୋଇଯାଆନ୍ତି? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। କେଉଁ ବୟସର ମହିଳାମାନେ ସମ୍ଭୋଗ କରିବା ପାଇଁ ପାଗଳ ହୋଇଯାଆନ୍ତି? ସାଙ୍ଗମାନେ ଏହାର ସଠିକ୍ ଉତ୍ତର 25ରୁ 30 ବର୍ଷ ମହିଳାମାନେ। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କୁଆଁରୀ ଝିଅମାନଙ୍କ ଯୋନିରେ କେତୋଟି କଣା ଥାଏ? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। କୁଆଁରୀ ଝିଅମାନଙ୍କ ଯୋନିରେ କେତୋଟି କଣା ଥାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତର 3ଟି କଣା ଥାଏ। ସାଙ୍ଗମାନେ ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।